ଯୀଶୁଖ୍ରୀଷ୍ଟଙ୍କ ନାମରେ ମୁଁ ଆପଣମାନଙ୍କୁ ଅଭିନନ୍ଦନ ଜଣାଉଛି ଏବଂ ପ୍ରେମ ନମସ୍କାର। ଇମାନୁଏଲ ଭିଜନ୍ ଦ୍ୱାରା ପ୍ରସ୍ତୁତ ଆଶାର ଆଲୋକ କାର୍ଯ୍ୟକ୍ରମରେ ଆପଣମାନଙ୍କୁ ମୋର ହୃଦୟର ଗଭୀରତମ ପ୍ରଦେଶରୁ ସ୍ୱାଗତ କରୁଛି। ଆଜି ବିଶେଷ ଭାବରେ ବାଇବଲର ଗୋଟେ ଯୁବା ବିଷୟରେ ମୁଁ ବିଶେଷ ଭାବରେ ଆପଣମାନଙ୍କ ସହିତ କଥାବାର୍ତ୍ତା କରିବା ପାଇଁ ଚାହେଁ, ଯିଏକି ଯୋସେଫ। ତାଙ୍କର ଶେଷ ପର୍ଯ୍ୟାୟରେ ଯୋସେଫ କହିଲେ ତାଙ୍କ ଭାଇମାନଙ୍କୁ, ନିଶ୍ଚିତ ଭାବରେ ଈଶ୍ୱର ତୁମମାନଙ୍କ ସହବର୍ତ୍ତୀ ହେବେ। ଆଦି ପୁସ୍ତକ 50 ପର୍ବର 24 ପଦରେ ସେ କହୁଛନ୍ତି, ସିଓରଲି ଗଡ୍ ୱିଲ୍ ଭିଜିଟ୍ ୟୁ। ଏଇ ଛୋଟ ଏକ କଥାରେ ତାଙ୍କ ଜୀବନର ଏକ ଲମ୍ବା ଇତିହାସ ଏବଂ ତାଡ଼ନା, ପ୍ରତାରଣା, ସମସ୍ୟା, କଷ୍ଟ, ଦୁଃଖର ଏକ ଯାତ୍ରାର ବୃତ୍ତାନ୍ତ କେବଳ 2 ଧାଡ଼ିରେ ସେ ସମ୍ପନ୍ନ କରିଅଛନ୍ତି। ସେ କହୁଛନ୍ତି ଭାଇମାନଙ୍କୁ ନିଶ୍ଚୟ କନଫିଡେଣ୍ଟଲି, ତାଙ୍କ ଜୀବନରେ ଏକ କନଫିଡେଣ୍ଟ ଅଛି, କିନ୍ତୁ କାରଣ ତାଙ୍କ ଜୀବନରେ ଯେଉଁ ଅନୁଭୂତି, ବାପାଙ୍କର ସ୍ନେହ ପୁତ୍ର ତାଙ୍କୁ ବହୁତ ପ୍ରେମ କଲେ ଏବଂ ସେଥିପାଇଁ ଭାଇମାନେ ଅହଙ୍କାର ହେଲେ। ଭାଇମାନେ ଅହଙ୍କାର ହେବା ଦ୍ୱାରା ସେ କାହାକୁ କିଛି ଭ୍ରୂକ୍ଷେପ କରୁନଥିଲେ। ସେ ଚିନ୍ତା କରୁଥିଲେ ପ୍ରଭୁ ବିଷୟ ଏକ ଭୟ, କେବଳ ତାଙ୍କ ଜୀବନର କର୍ତ୍ତୃତ୍ୱ, ଆଉ କିଛି କାହାକୁ ସେ ଜାଣନ୍ତି ନାହିଁ। ବଡ଼ମାନଙ୍କୁ ସମ୍ମାନ କରି ଜାଣନ୍ତି, ବାପା ମାଆଙ୍କୁ ସମାଦର କରନ୍ତି ଏବଂ ପ୍ରଭୁଙ୍କୁ ଭୟ କରନ୍ତି। ତାଙ୍କ ଜୀବନର ସନ୍ତୁଳନର ପ୍ରକ୍ରିୟାର ପ୍ରାଧାନ୍ୟତା ହେଉଛି ଐଶ୍ୱର୍ଯ୍ୟ ଭୟ, ତାଙ୍କ ଜୀବନର ସଫଳତା। ଭାଇମାନେ ଅହଙ୍କାର ହେଲେ। ଭାଇମାନଙ୍କୁ ଯେତେବେଳେ ସ୍ୱପ୍ନର କଥାବାର୍ତ୍ତା କଲେ, ଭାଇମାନେ କହିଲେ ତୁ ଆମର ଛୋଟ ଭାଇ, ଆମ ଉପରେ କର୍ତ୍ତା ହେବୁ, ଆମର ଅଧିକାରୀ ହେବୁ, ଆମ ବିରୁଦ୍ଧରେ କଥାବାର୍ତ୍ତା କରିବୁ। ତାହାକୁ ତୁଚ୍ଛ କରିବାକୁ ଲାଗିଲେ। ଦୋଷ କିଛି ନଥିଲା ଯୋସେଫଙ୍କର, କେବଳ ଏତିକି, ଯାହା ଦର୍ଶନ ଦେଖିଲେ, ଯାହା ସ୍ୱପ୍ନ ଦେଖିଲେ, ଯାହା ପ୍ରଭୁ କଥାବାର୍ତ୍ତା କଲେ, ସେ ଉତ୍ତର ଦେଲେ। ସେ ଅନ୍ୟମାନଙ୍କୁ ସାକ୍ଷ୍ୟ ଦେଲେ, ଅନ୍ୟମାନଙ୍କ ସହିତ ସହଯୋଗ କରି କଥାବାର୍ତ୍ତା କଲେ। ବନ୍ଧୁଗଣ, ଆମ ଜୀବନରେ ଅନେକ ସମୟରେ ପ୍ରଭୁ ଅନେକ କଥାବାର୍ତ୍ତା କରିଥାନ୍ତି ଏବଂ ସେ ଆମମାନଙ୍କୁ ଦର୍ଶନ ଦିଅନ୍ତି, ଆଜ୍ଞା ଦିଅନ୍ତି, କଥାବାର୍ତ୍ତା କରନ୍ତି, କିନ୍ତୁ ଆମେ ଅନ୍ୟମାନଙ୍କୁ ଦେଖି କେଜାଣି ଆମର ବିଶେଷ ବ୍ୟକ୍ତିତ୍ୱ ହୋଇପାରନ୍ତି, କିମ୍ବା ବଡ଼ମାନେ ହୁଅନ୍ତୁ ନା କାହିଁକି, କିମ୍ବା ସମାଜର ବ୍ୟକ୍ତିତ୍ୱ ହୁଅନ୍ତୁ ନା କାହିଁକି, ସେମାନଙ୍କୁ ଦେଖି ଆମେ ଆମ ମୁହଁକୁ ସିଲେଇ କରିଦେଉ। ପ୍ରଭୁଙ୍କ ବାକ୍ୟ, ପ୍ରଭୁଙ୍କର ପ୍ରତ୍ୟାଦେଶକୁ ଆମମାନେ ନିଜର ଶକ୍ତିରେ ତାହାକୁ କଣ୍ଟ୍ରୋଲ ବସରେ ରଖିଦେଉ ଏବଂ ଅନ୍ୟମାନଙ୍କୁ ସହଯୋଗ କରିନଥାଉ, ଅନ୍ୟମାନଙ୍କୁ କଥାବାର୍ତ୍ତା କରିନଥାଉ, ଯାହାଦ୍ୱାରା ଈଶ୍ୱରଙ୍କ କାର୍ଯ୍ୟ ଆମ ଜୀବନରେ ବଢ଼େ ନାହିଁ। ଯୋସେଫଙ୍କ ଜୀବନରେ ଯୁବା ଯୋସେଫ ସ୍ୱପ୍ନ ଦେଖିଲେ, ଭାଇମାନଙ୍କୁ ଡାକିଲେ, ଭାଇ ତୁମେମାନେ ଏବଂ ତୁମମାନଙ୍କର ବିଡ଼ା ମୋତେ ନତମସ୍ତକ କରୁଛି, ସୂର୍ଯ୍ୟ ଚନ୍ଦ୍ର ମୋତେ ପ୍ରଣାମ କରୁଅଛନ୍ତି। ବାପା ମଧ୍ୟ ରାଗିଗଲେ, ଏଇଟା କ'ଣ ତୁ କହୁଛୁ, ତୋ ବାପା ମା ଆମେ ସବୁ ବି ତୋତେ ପ୍ରଣାମ କରିବୁ। କିନ୍ତୁ ସେ ଯାହା ଦେଖିଲେ, ଯାହା ପ୍ରଭୁ କହିଲେ, ସେତିକିର ବାଧ୍ୟ। ତାଙ୍କ ଜୀବନରେ ଆଉ କିଛି ନାହିଁ, ଚୁପ୍ ରହିଲେ। ଯେଉଁମାନେ ଯାହା ବଚସା କଲେ ବି, ଯେଉଁମାନେ ଯେତେ ତାଙ୍କ ବିରୁଦ୍ଧରେ ଚର୍ଚ୍ଚା କଲେ ବି, ଯେଉଁମାନେ ତାଙ୍କ ବିରୁଦ୍ଧରେ ଅନ୍ୟାନ୍ୟ ବାକ୍ୟ କଥାବାର୍ତ୍ତା କଲେ ବି, ସେ କୌଣସି ବିଷୟକୁ ଭୟ କଲେ ନାହିଁ। ତାଙ୍କର ବାଧ୍ୟତା ପିତାମାତାଙ୍କର ଆଜ୍ଞା, ତାଙ୍କର ବାଧ୍ୟତା ଐଶ୍ୱର୍ଯ୍ୟ ଆଜ୍ଞା, ଏବଂ ତାଙ୍କ ଜୀବନରେ ସେ ତାହା କରିକି ଦେଖାଇଲେ। ଯେତେବେଳେ ବାପାଙ୍କ ଆଜ୍ଞା ହେଲା ପୁଅ ଭାଇମାନଙ୍କୁ ଯାଇକି ତାଙ୍କ ବିଷୟରେ କିଛି ଖବର ନେଇକି ସେ ଗଲେ, ଦୂରରୁ ଭାଇମାନେ ଦେଖି ସେମାନେ ଅହଙ୍କାରରେ ଜର୍ଜରିତ ହେଲେ। ଦୂରରୁ ସେମାନେ ଚିନ୍ତା କଲେ ୟାକୁ ହତ୍ୟା କରିବା, କିନ୍ତୁ ବଡ଼ ଭାଇଙ୍କର ଇଣ୍ଟରଫିୟର ଦ୍ୱାରା ତାଙ୍କୁ କୂଅରେ ପକାଗଲା। କୂଅରୁ ତାଙ୍କୁ ବିକ୍ରି କରାଗଲା ଅନ୍ୟ ଜାଗାକୁ ଏବଂ ସେଇଠୁ ସେ ପୁଣି ଗଲେ ଫଟିଫର ଗୃହକୁ। ଫଟିଫର ଗୃହରେ ଯେତେବେଳେ ପ୍ରବେଶ କଲେ, ସେହି ସମୟରେ ଫଟିଫର ଗୃହରେ ବୃଦ୍ଧି ପାଇଲା। ମୋ ନିଜର ଜୀବନର ଅନୁଭୂତି ମୁଁ କହିବାକୁ ଚାହେଁ। ଯେତେବେଳେ ପ୍ରଭୁଙ୍କୁ ଆମେ ଗ୍ରହଣ କଲୁ, ବାପା ମା ଯେତେବେଳେ ମଞ୍ଜୁସାରୁ ସମସ୍ତ ବିଷୟକୁ ତ୍ୟାଗ କରି ଯେତେବେଳେ ବଲାଙ୍ଗୀର ଆସିକି ପହଞ୍ଚିଲେ, ଆମ ଘରେ ଅନେକ ଅସୁବିଧା ଥିଲା, କିନ୍ତୁ ପ୍ରାଚୁର୍ଯ୍ୟତା ଥିଲା ପ୍ରାର୍ଥନା, ପ୍ରଭୁଙ୍କ ଧନ୍ୟବାଦ ଦେବା, ଏପ୍ରିସିଏସନ୍ ଆଣ୍ଡ ଥ୍ୟାଙ୍କସ୍, ସଦାସର୍ବଦା ପ୍ରଭୁଙ୍କ ଧନ୍ୟବାଦ ଦେବା। ଏହି ବିଷୟ ଆମମାନେ ଶିଖିଥିଲୁ। ସମସ୍ୟା ଆସିଲେ ମଧ୍ୟ ଭ୍ରୂକ୍ଷେପ କରୁନଥିଲୁ ଏବଂ ଭାଇ ଭଉଣୀ 6 ଭାଇ 5 ଭଉଣୀ ଆମେ ବସି
प्रभु को प्रशंसा करूथुलु अभाव मेंटावा पाई अनेक प्रकार प्रक्रिया में करूथुलु भाग बंटा करी किए बाजार को जीव पेपर किणिकी आनिबो किए ताकू से ठुंगा तैयारी करिवो किए ताकू अठा लगेइबो किए ताकू मोड़िबो किए ताकू सुखेइबो किए ताकू बिक्री करिया पई जीवो ए समस्त डिविजन ऑफ लेबर आम परिवार रे थिला किंतु आमे परिवार भितर सीमित रखिथिलु मोर मने पड़े आमे मु जेतबेले बलांगीर संबलपुर को जाउथली गोटे कार्टून रे मोर सबू बही खाता टावाल ड्रेस समस्त विषय को बांधी सुतली गोटे बांधिकी मुझे धरिकी चलुली एवं प्रभु को प्रशंसा करुली एवं से आश्चर्य कार्य संपादन कले कारण प्रत्येक परिस्थिति रे आमको प्रभु को प्रशंसा करने को पड़ो एवं ये जोसेफ को जीवन रे समस्या आसी कष्ट आसी भाई माने तुच्छ कले भाई माने योजना कले भाई माने मिथ्या कही मिथ्या खबर पठेले किंतु से आनंद करी अछंती प्रत्येक परिस्थिति रे प्रभु को प्रशंसा करी अछंती 44 गृह को प्रवेश कले 44 गृह रे प्राचुर्यता बढ़िला आशीर्वाद बढ़िला प्रभु को उपस्थिति बढ़िला सुस्थता बढ़िला एवं तांको घर भर्ती ही गला एवं 44 देखिले यही युवा बंधु ये युवा द्वारा ये गृह रे आशीर्वाद आसी एवं तांको गृह को से भर्ती कले एवं जोसेफ को समस्त प्रकार अधिकार देले तुम्हें ये घरे उपस्थित होगा द्वारा समस्त विषय आम पाइचु तुम्हें ये गृहर कर्ता केवल मो ना रे कर्ता किंतु समस्त तुम सिद्धांत सबुबले सफल हम तुम्हें जहाँ कह ताहा हम प्रभु आश्चर्य आशीर्वाद कले किंतु सेई ठारू आउ थे यात्रार दिग परिवर्तन है 44 स्त्री द्वारा परीक्षा युवा बंधु को है एवं से परीक्षा रे से निजको समर्पित कले ना से कहले मो ये घरे समस्त अधिकार मते मिली आपण को ऊपर नुहे एवं से चलिले जेल खाना को मिसर रे जतबले आम इस्राएल लोक माने मूसा नेतृत्व रे प्रांतर रे जतबले से माने चली थिले मूसा को तुच्छ कले मूसा को कहले तुम्हें हमको ये कहीं आनिल तुम्हें आम मान को सही मिसर रखी था आमे प्रहार खाई था आमे कष्ट सही था किंतु पानी टिके पाई था खाइबार पाई था मर्मरिंग प्रत्येक कथारे बचसा प्रभु को विरुद्ध रे स्वर उच्चारण करवा प्रभु को विरुद्ध रे चर्चा करवा प्रभु तुम्हें मते कहीं जगह को आनिल मु कहीं कष्ट पाइबी जोसेफ को जीवन रे गृह मध्य गौहर मध्य 44 गृह मध्य जेल खाना तांको जीवन रे आनंद तांको जीवन रे प्रभु को निकट भय तांको जीवन रे प्रभु को निकट रे परिपक्वता एवं से प्रभु को विरुद्ध रे चर्चा करी नाहंती हाँ प्रभु जदि तुम इच्छा थाए मु प्रस्तुत अच्छी एवं से चलिले से जेल खाना मध्यरु आहुरी प्रभु रास्ता कले चलिले मिसर फारोंकर गृह मध्य को सेठी से प्रधानमंत्री हेले एवं अधिकारी हेले एवं निजर परिवार साहाय्य कले भाई माने जो माने तांको अहंकार करी एते दूर विक्रय करी कष्ट देइथिले सेही भाई मान को सहित से चर्चा करूछंती एवं से कहउछंती भाई माने तुम्हें दुख करो ना 20 पद 50 पर्व आदि पुस्तक 20 पद रे लिखा जाए तुम्हें शिशु व्यस्त हो ना कारण तुम्हें जो अमंगलर योजना मो पाई कल से अमंगल आज अनेक आशीर्वाद है आश्चर्य उत्तर अन्य माने आपण मु जदि यही परिस्थिति रे थांते आमे से मान को कही थांते मते एते कष्ट देइछ मते एते दुख देइछ मु तुम मुख देखिबा को चाहे ना तुम्हें अंतर मो पाक को आस ना किंतु जोसेफ भाई माने तुम्हें जो कर्तव्य सब कल मो विरुद्ध रे जो योजना सब कल संघबद्ध भाव रे आज ताहा तुम मान को पाई मो परिवार पाई मो देश पाई मो राज्य पाई आशीर्वाद भाव रे पाल्टी एवं मु प्रभु को धन्यवाद दूची प्रत्येक परिस्थिति रे प्रत्येक सिचुएशन रे धन्यवाद एक आश्चर्य सफलतार एक परिपक्वतार एक क्रिस्टियान प्रभु को दास दासी भाव में परिचित हवा कथा एवं फारो देखिले यहाँ उपस्थिति रे समस्त विषय वृद्धि पाउछि तांको कहले मु केवल फारो ना रे फारो रहिबी तुम्हें समस्त विषय संपादन करिवो एवं सेही व्यक्ति जेतोले मृत्यु मुखरे पड़िया को जाउछंती जेतोले सेही समय लिखा जाए 24 पदरे अनंतर जोसेफ भाई मान को कहले मु मरुअछि मात्र परमेश्वर अवश्य तुम्भ मानकर तत्वबधान करिवे कॉन्फिडेंटली एक दृढ़तार सहित तांको जीवन रो अनुभूति रे सेही कथा कहउछंती निश्चय कौन सी संदेह नाई
କାରଣ ତାଙ୍କ ଜୀବନରେ ଗହ୍ୱରରୁ ଫାରଙ୍କ ଗୃହରୁ ଜେଲଖାନାରୁ ଫଟିଫର ଗୃହରୁ ଜେଲଖାନାରୁ ଫାରଙ୍କର ଗୃହରୁ ଆଧିପତ୍ୟତା ଏବଂ ପ୍ରଚୁରତା ଏବଂ ମାନ ସମ୍ମାନ ଏବଂ ଅଭିଷିକ୍ତତା, এই সমস্ত অনুভূতিରେ ସେ ପରିପକ୍ୱତା ଲାଭ କରି ସେ ଦୃଢ଼ତାର ସହିତ ଭାଇମାନଙ୍କୁ କହୁଛନ୍ତି ନିଶ୍ଚୟ ସିଓରଲି ଗଡ୍ ୱିଲ୍ ଭିଜିଟ୍ ୟୁ। ପ୍ରିୟ ବନ୍ଧୁଗଣ, ଆମ ଜୀବନର ଯାତ୍ରାରେ ଆମେ ଅନେକ ପ୍ରକାର ସମସ୍ୟା ଦେଇ ଯାଇଥାଉ। ବିଶେଷ କରି ଯୁବାବନ୍ଧୁମାନେ ସମସ୍ୟା ଦେଇ ଯାଇକି ସେଇଠି ସେମାନେ ଲକ୍ଷ୍ୟଭ୍ରଷ୍ଟ ହୋଇ ପଡ଼ନ୍ତି, ସେଇଠି ସେମାନେ ଇତସ୍ତତ ହୋଇ ପଡ଼ନ୍ତି ଏବଂ ସେମାନେ ନିଜର ଲକ୍ଷ୍ୟକୁ ନ ଦେଖି ଜଗତର ବିଷୟ ବାସନା ନିଜକୁ ଆସକ୍ତ କରି ପକାନ୍ତି ଏବଂ ସେମାନେ ପଛଘୁଞ୍ଚା ଦେଇ ଫେରି ଯାଇଥାନ୍ତି। କିନ୍ତୁ ଦାଉଦଙ୍କ ଜୀବନରେ ମଧ୍ୟ ଦେଖନ୍ତୁ, ସେ ଦେଖିଲେ ଭାଇମାନେ ତାକୁ ତୁଚ୍ଛ କଲେ। ଯେତେବେଳେ ଯୁଦ୍ଧ କ୍ଷେତ୍ରରେ ସେ ଉପସ୍ଥିତ ହେଲେ, ଭାଇମାନଙ୍କର ଖବର ନେବା ପାଇଁ ବାପା ଯେତେବେଳେ ପଠେଇଲେ, ଯେତେବେଳେ ସେଠି ପହଞ୍ଚିଲେ, ଦେଖିଲେ ଜଣେ ପରମେଶ୍ୱରଙ୍କ ବିରୁଦ୍ଧରେ ଚିତ୍କାର କରୁଅଛି ପଲେଷ୍ଟିୟ, ଉଚ୍ଚା ପୁରା, ଏବଂ ସେ ଅତି ଛୋଟ। ସେ ଦେଖିଲେ ତାଙ୍କର ଦାୟିତ୍ୱ ଭୁଲିଗଲେ। କହିଲେ ପରମେଶ୍ୱରଙ୍କ ବିରୁଦ୍ଧରେ, ଯାହା ଯେଉଁ ପରମେଶ୍ୱରଙ୍କୁ ମୁଁ ପୂଜା କରେ, ଯିଏକି ମୋତେ ଏତେ ଶକ୍ତି ଦେଲେ କି ମୁଁ ଭାଲୁମାନଙ୍କୁ ଚିରି ପକାଇଲି, ସିଂହମାନଙ୍କ ମୁଖ ଧରି ମୁଁ ଟାଣିକି ଚିରି ପକାଇଲି, ସେହି ଶକ୍ତିର ପରମେଶ୍ୱରଙ୍କୁ ଜଣେ ବ୍ୟକ୍ତି ଚିତ୍କାର କରୁଛି। ଏବଂ ସେ ପାଗଳ ହୋଇଗଲେ ଏବଂ ତାଙ୍କ ସହିତ ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ହେବାକୁ ଲାଗିଲେ। ରାଜାଙ୍କୁ ବୁଝେଇଲେ, କେହି ବୁଝୁନାହାନ୍ତି। ଭାଇମାନେ ତୁଚ୍ଛ କଲେ, କହିଲେ ଆରେ ତୋର ମେଷମାନଙ୍କୁ ଛାଡ଼ିକି ଏଠି କ'ଣ ଯୁଦ୍ଧ ଦେଖିବାକୁ ଆସିଛୁ? ତା କାନ ଧରିକି ତାକୁ ପଠାଇ ଦେଉଥିଲେ, ତୁଚ୍ଛ କଲେ, ଭାଇମାନେ ତୁଚ୍ଛ କଲେ। କିନ୍ତୁ ଲକ୍ଷ୍ୟ ପରମେଶ୍ୱରଙ୍କର ଉପସ୍ଥିତି, ପରମେଶ୍ୱରଙ୍କର ସାକ୍ଷ୍ୟ, ମୋ ଜୀବନର ଅନୁଭୂତି ଏବଂ ମୋ ଜୀବନରେ ବିଗତ ଦିନମାନଙ୍କରେ ମୁଁ କ'ଣ କରିଛି ଏବଂ ପ୍ରଭୁ କିପରି ମୋତେ ସାହାଯ୍ୟ କଲେ, ତାର ଏକ ପରିପକ୍ୱତାର ଉଦାହରଣ ଦାଉଦ ମଧ୍ୟ ଦେଉଅଛନ୍ତି ଏବଂ ଯୋସେଫ ନିଜ ଭାଇମାନଙ୍କୁ ମଧ୍ୟ ଦେଲେ। ପ୍ରିୟ ବନ୍ଧୁଗଣ, ଆମ ଜୀବନରେ ଯୁବତୀମାନେ ବିଶେଷ କରି କେବଳ ଯୁବତୀ ନୁହେଁ, ବୃଦ୍ଧା, ବଡ଼ ଭାଇ, ବଡ଼ ଭଉଣୀ, ଛୋଟ ପିଲା, ପୁଅ ଝିଅ, ପ୍ରତ୍ୟେକଙ୍କ ପାଇଁ ଏହି ସନ୍ଦେଶ। ଆମେ କ'ଣ ପରୀକ୍ଷା ଯେତେବେଳେ ଆସେ ସେହି ସମୟରେ ଇତସ୍ତତ ହୋଇପଡ଼ୁ। ଆମେ କ'ଣ ପରମେଶ୍ୱରଙ୍କର ଇଙ୍ଗିତକୁ, ବାପା ମାଆଙ୍କର ଆଜ୍ଞାକୁ, ବଡ଼ମାନଙ୍କର ଆଜ୍ଞାକୁ, ପିତାମାତାଙ୍କର ଆଜ୍ଞାକୁ ଏବଂ ମଣ୍ଡଳୀର ଆଜ୍ଞାକୁ ସମ୍ମାନର ସହିତ ଆମେ ମାନିଛୁ, ନା ଆମେ ଅବଜ୍ଞା କରି ଆମେ ନିଜ ରାସ୍ତାରେ ଆମେ ଯାଇଛୁ? ଯୋସେଫଙ୍କ ଜୀବନରେ, ଦାଉଦଙ୍କ ଜୀବନରେ ପରମେଶ୍ୱର ଯେପରି ସଫଳତା ଦେଲେ, ଆପଣଙ୍କ ଜୀବନରେ ମଧ୍ୟ ସେ ଦେବା ପାଇଁ ଚାହାନ୍ତି। କେବଳ ଅତି ସରଳ କଥା, ଆପଣ ତାଙ୍କ ଆଜ୍ଞାକୁ ବହନ କରିବା ପାଇଁ ପ୍ରସ୍ତୁତ କି? ସମସ୍ୟା ଆସିବ, ପରୀକ୍ଷା ଆସିବ, କଷ୍ଟ ଆସିବ ଏବଂ ଅନେକ ପ୍ରଲୋଭନ ଆସିବ, ତାଡ଼ନା ଆସିବ, ଅନେକ କୁତ୍ସା ରଚନା ଆସିବ। ଲୋକେ ଆପଣମାନଙ୍କୁ ଅନେକ କଥାବାର୍ତ୍ତା କରିବେ, କିନ୍ତୁ ସେହି ବିଷୟକୁ ଧ୍ୟାନ ଦେବେ ନା ପରମେଶ୍ୱରଙ୍କ ଆଜ୍ଞାକୁ? ପରମେଶ୍ୱର ଚାହାନ୍ତି ମୋ ଆଜ୍ଞା ତୁମେ ନେଇଯାଅ, ମୁଁ ତୁମର ତତ୍ତ୍ୱ ନେବି। ପ୍ରଭୁ ଆମମାନଙ୍କୁ ବିଶେଷ ଭାବରେ ଆଶୀର୍ବାଦ କରନ୍ତୁ। ଆମକୁ ପ୍ରଭୁ ଏହି ଚ୍ୟାଲେଞ୍ଜ ଆମ ଜୀବନରେ ଦିଅନ୍ତୁ, ଯେପରି ଆମେ ବୁଝିପାରିବା ନିଶ୍ଚୟ ପ୍ରଭୁ ଆମମାନଙ୍କ ତତ୍ତ୍ୱ ନେବେ। ଆଉ ଥରେ ମୁଁ ଆପଣମାନଙ୍କୁ ଅନୁରୋଧ କରେ, ନିଜ ଜୀବନର ସମସ୍ତ ପ୍ରକାର ନିଜର ମୁହୂର୍ତ୍ତ ଏବଂ ନିଜର ସମସ୍ତ ବିଷୟକୁ ପରିତ୍ୟାଗ କରି ପରମେଶ୍ୱରଙ୍କ ଆଜ୍ଞାକୁ ସମ୍ପୂର୍ଣ୍ଣ ଭାବେ ନେବା ପାଇଁ ପ୍ରଚେଷ୍ଟା କରୁ ଏବଂ ଯୋସେଫଙ୍କ ପରି, ଦାଉଦଙ୍କ ପରି ସମ୍ପୂର୍ଣ୍ଣ ରୂପେ ପ୍ରଭୁଙ୍କ ନିର୍ଭରଶାଳୀ ହେଉ। ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ କରିବେ। ବିଶେଷ ଭାବରେ ମୁଁ ଆପଣମାନଙ୍କୁ ଆଉ ଥରେ ଧନ୍ୟବାଦ ଦେଉଛି। ଆସନ୍ତା ଦିନମାନଙ୍କରେ ଏହି ବାକ୍ୟ ଆପଣଙ୍କ ଜୀବନରେ ଅନେକ ଗୁଣରେ ପ୍ରତିଫଳିତ ହେଉ ଏବଂ ଆପଣଙ୍କ ଜୀବନ ଯୋସେଫଙ୍କ ଜୀବନ ପରି ପରିପକ୍ୱତାର ଏକ ସଫଳତାର ଏକ ନେତୃତ୍ୱ ନେବା ପାଇଁ ଆପଣଙ୍କ ଜୀବନରେ ପ୍ରତିଫଳିତ ହେଉ। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଥ୍ୟାଙ୍କ ୟୁ।